ଗାଳ୍ପିକ ମନୋଜ ଦାସଙ୍କର କଥା କାହାଣୀରୁ ଗପଟିଏ ଏକ ଚୋରୀର ବୃତ୍ତାନ୍ତ। ବନସ୍ତର ପକ୍ଷୀମାନେ ଏଣିକି ଆଉ ଜନପଦର ବୃକ୍ଷଲତା ଗହଳକୁ କ୍ୱଚିତ୍ ଆସୁଥିଲେ। କାରଣ 1943 ମସିହାର ସେହି ବିଳମ୍ବିତ ବସନ୍ତରେ ଏକାନ୍ତ ବିଷାକ୍ତ ହୋଇନଥିଲେ ଫଳପୁଷ୍ପ ତ ନିଶ୍ଚୟ, ନବୋଦ୍ଗତ କଅଁଳ ପତ୍ର ସବୁକୁ ମଧ୍ୟ ସର୍ବଦା ଭକ୍ଷଣ କରି ଚାଲିଥିଲେ ସୀମାହୀନ କ୍ଷୁଧାର ଏକ ଏକ ଚଳମାନ ଭୟାବହ ବିଗ୍ରହ, ଉତ୍ତର ବାଲେଶ୍ୱରର ମାନବ ଶାବକ ବୃନ୍ଦ। ଏମନ୍ତ ସମୟରେ ବୃଦ୍ଧ ବୃନ୍ଦାବନକୁ ଏକକାଳୀନ 20 ସେର ଚାଉଳ ମିଳିଯାଇଥିଲା। ଏଇ ଦୁର୍ଦ୍ଦିନରେ ବଡ଼ବାବୁଙ୍କର ଏଇ ଦାନ ସକାଶେ ବୃନ୍ଦାବନ କାନ୍ଦି ପକାଇଥିଲେ। ଯଦିଚ ସେ ଅତ୍ୟନ୍ତ ବୃଦ୍ଧ ଓ ରକ୍ତହୀନ ହୋଇଥିବା ଯୋଗୁଁ ଅଶ୍ରୁରେ ରୂପାନ୍ତରିତ ହେଲା ଭଳି ସାମଗ୍ରୀ ତାଙ୍କ ଦେହରେ କିଛି ନଥିଲା। ବିଶେଷ ଦ୍ରଷ୍ଟବ୍ୟ ଯେ ଦାରୁଣ ଦୁର୍ଭିକ୍ଷ ବେଳେ ଦାନର ଏକ ଅସାଧାରଣ ଅର୍ଥ ଚାଲୁ ହୋଇଥାଏ। ସେତେବେଳେ ଯଦି ମାଣେ ଜମି ବଦଳରେ ମାତ୍ର ମହଣେ ଧାନ ବା ଚାଉଳ ଦିଆଯାଏ, ତେବେ ସୁଦ୍ଧା ତାହା ଦାନ। ଯେହେତୁ ଦତ୍ତ ପଦାର୍ଥଟି ଆଉ କିଛି ନୁହେଁ, ଆହାର ସାମଗ୍ରୀ। ଦାନବୀର ଉପାଧିରେ ଭୂଷିତ ହେବାର ସମସ୍ତ ଆୟୋଜନ ସମାପ୍ତ ହେବା ବେଳକୁ ସହୃଦୟ ପାଠକବର୍ଗ ପଢ଼ି ଅଶ୍ରୁ ସମ୍ବରଣ କରିପାରିବେ ନାହିଁ ଯେ ବଡ଼ବାବୁ ଏକଦା ନିଶିଥରେ ଅତ୍ୟଧିକ ଛାଗମାଂସ ଭକ୍ଷଣଜନିତ ଅପ୍ରତ୍ୟାଶିତ ପ୍ରତିକ୍ରିୟାରେ ପରଲୋକ ଗମନ କଲେ। ଅପେକ୍ଷାକୃତ ଅଳ୍ପ ମାଂସ ଆହାର କରିଥିବା ତଦୀୟ ଗୁମାସ୍ତା ଶାସ୍ତ୍ରୁଲୋଚନରେ ଏତେ ଉପଲକ୍ଷେ କହିଥିଲେ ଯେ ତାର ମର୍ମ ହେଲା, ଚତୁର୍ଦିଗରେ ଏତେ ପ୍ରିୟ ପ୍ରଜା ପରିଜନ ଦୁର୍ଭିକ୍ଷ ହେତୁରୁ ଅହରହ ମରିବାର ଦେଖି ଭାବପ୍ରବଣ ବଡ଼ବାବୁ ବା କିପରି ଦେହ ଧରି ରହିପାରିଥାନ୍ତେ। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଚାଉଳ ବଞ୍ଚାଇବା ସକାଶେ ହିଁ ସେ ଅଧିକରୁ ଅଧିକ ମାଂସାହାର କରୁଥିଲେ। ସେ ଯାହା ହେଉ, ବୃଦ୍ଧ ବୃନ୍ଦାବନ 2 ବର୍ଷ ଭିତରେ ଏକକାଳୀନ 20 ସେର ଚାଉଳ ଦେଖିନଥିଲେ। ଅତଏବ ଏକ ଦୁର୍ନିବାର ପୁଲକରେ ସେ ତାକୁ ସ୍ୱଗୃହ ଅଭିମୁଖେ ବୋହି ନେଇ ଚାଲିଥିଲେ ସିନା, କିନ୍ତୁ ବୟସ ଓ ସାମର୍ଥ୍ୟର ଯେଉଁ ସ୍ତରରେ ସେ ଉପନୀତ ହୋଇଥିଲେ, ତାହା ଭାର ବହନ ସକାଶେ ଉପଯୁକ୍ତ ନଥିଲା। ଅବଶ୍ୟ ଉପାର୍ଜନାର ମରୀଚିକା ପଛରେ ପ୍ରଭାବିତ ହୋଇ ତାଙ୍କର ସମର୍ଥ ପୁତ୍ର 3 ମାସ ହେବ ପ୍ରବାସୀ ହୋଇନଥିଲେ ତାଙ୍କୁ ଏ କାର୍ଯ୍ୟ ତୁଲାଇବାକୁ ପଡ଼ନ୍ତା ନାହିଁ। 2 ଦିନ ହେଲା ବୃନ୍ଦାବନ କିଛି ଖାଇନଥିଲେ। କାରଣ ହଠାତ୍ 2 କୋଶ ଦୂରରୁ ତାଙ୍କ ଝିଅ ଅନୁ ଓ ତାର 3 ବର୍ଷର ପୁଅଟି ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ଗତକାଲି ବୃନ୍ଦାବନକୁ ତାଙ୍କ ଗ୍ରାମ ସମ୍ପର୍କୀୟ ଜଣେ ଭାଉଜ ଯେଉଁ ମୁଢ଼ି ଗଣ୍ଡାକ ଶ୍ରଦ୍ଧାରେ ଦେଇଥିଲେ, ତାହା ସେ ନେଇଯାଇ ଅନୁ ଓ ତା ପୁଅକୁ ସମର୍ପଣ କରିଦେଇଥିଲେ, ନିଜେ ଭାଉଜଙ୍କ ଘରେ ଖାଇ ଆସିଛନ୍ତି କହି। ଅନୁ ନିଜେ କିଛି ବଣ ଆଳୁ ତା ସାଙ୍ଗରେ ନେଇ ଆସିଥିଲା। ତାକୁ ମଧ୍ୟ ସେ ତାଙ୍କ ଦେହରେ ଯାଏ ନାହିଁ ବୋଲି ଆଳ ଦେଖାଇ ଖାଇନଥିଲେ। ଅତଏବ ଅନୁ ଓ ତାର ପୁଅ ଆଜି ସେତକ ସିଝାଇ ଖାଇ ରହିଥିଲେ। ଅନୁକୁ ବିଦାୟ ଦେବା ପୂର୍ବରୁ ତାକୁ ମୁଠିଏ ଭାତ ଖୁଆଇ ପାରିବେ, ଏହି ମଧୁର ପ୍ରତିଶ୍ରୁତି ଆଗତ ପ୍ରାୟ ମୁହୂର୍ତ୍ତର ସ୍ୱପ୍ନ ଦେଖି ସେ ବାଟ ଚାଲୁଥିଲେ। ତା ଛଡ଼ା ଅନୁ ଯେଉଁ ମାଗୁଣି ନେଇ ଆସିଥିଲା, ସେତକ ମଧ୍ୟ ସେ ପୂରଣ କରିପାରିବେ। ଅନୁ ଚାହେଁ କିଛି ଚାଉଳ। ତା ବଡ଼ ପୁଅ ଏଭଳି ବେମାର ପଡ଼ିଛି ଯେ ତାକୁ 2ଟା ଭାତ ରାନ୍ଧି ପଥି ନ ଖୁଆଇଲେ ନ ଚଳେ। ଅପେକ୍ଷାକୃତ ସମ୍ଭ୍ରାନ୍ତ ଗ୍ରାମବାସୀମାନେ ସେତେବେଳେ ବିଶୁଦ୍ଧ କ୍ଷୁଧାକୁ ବେମାର ବୋଲି ଉଚ୍ଚାରଣ କରୁଥିଲେ। ଗାଁ ମଥାନରେ ବୃନ୍ଦାବନ ତାଙ୍କର ଅନତି କ୍ଷୁଦ୍ର ବାସଗୃହରେ ପ୍ରବେଶ କରି ଜାଣିଲେ, ଅନୁ ତାର ପିଲାକୁ ଧରି କୁଆଡ଼େ ହୁଏତ ଗାଁ ଭିତରକୁ ବାହାରି ଯାଇଛି। ଚାଉଳ ପାଛିଆଟି ତଳେ ଥୋଉ ଥୋଉ ତାଙ୍କ ମୁଣ୍ଡକୁ ନୂତନ ଧାରଣାଟିଏ ଆସିଲା। ସେ ଖଣ୍ଡିଏ ଅଖା ସଂଗ୍ରହ କରି ଅଧା ଅଧି ଚାଉଳ ସେଥିରେ ଢାଳି ତାହା ବନ୍ଧାବନ୍ଧି କରି ଦାଣ୍ଡ ଘରେ ଥୋଇଦେଲେ ଏବଂ ବାକି ଅଧକ ଘର ଭିତରକୁ ଉଠାଇ ନେଇଗଲେ। ସ୍ୱାଭାବିକ ସମୟରେ ଏଭଳି ବୁଦ୍ଧି କଦାପି ତାଙ୍କ ମୁଣ୍ଡକୁ ଆସିନଥାନ୍ତା, ଏ କଥା ସେ ନିଜେ ବୁଝୁଥିଲେ। କିନ୍ତୁ ଆପାତତଃ ଏହି ଅସ୍ୱାଭାବିକ କାର୍ଯ୍ୟଟି ଥିଲା ଅବଶ୍ୟ କର୍ତ୍ତବ୍ୟ। ସମୁଦାୟ ଚାଉଳ ତାଙ୍କର ବୋଲି ଜାଣିଲେ ଅନୁ ନିଶ୍ଚୟ ବେଶୀ ଆଶା କରିବ। ଅଥଚ ଯେଉଁ ବେଦନାଦାୟକ ମୂଲ୍ୟ ଦେଇ ସେ ସେତକ ଚାଉଳ ଆଣିଥିଲେ, ତାହାକୁ ତାଙ୍କ ପୁଅ ଆଗରେ ନ୍ୟାଯ୍ୟ ବୋଲି ଉପସ୍ଥାପିତ କରିବାକୁ ହେଲେ ସେ ସହରକୁ ଫେରିବା ପର୍ଯ୍ୟନ୍ତ ଅନ୍ତତଃ କିଛି ଚାଉଳ ଘରେ ମହଜୁଦ ରହିବା ଆବଶ୍ୟକ। ଅନୁ ଯେତେବେଳେ ପଚାରିଲା, ବାପା, ଦାଣ୍ଡ ଘରେ ଏ ପୁଡ଼ିଆଟି କାହାର? ସେତେବେଳେ ଯଥାବିଧି ବୃନ୍ଦାବନ ଉତ୍ତର ଦେଲେ,
ସେଇଠି ନାଳ ଆରେ ପରି ବିଷୋଇ ପ୍ରଧାନ ବଡ଼ବାବୁଙ୍କଠୁ କିଣି ଆଣି ଥୋଇ ଦେଇ କୁଆଡ଼େ ଯାଇଛି। ପରେ ଆସି ନେଇଯିବ ବୋଲି କହିଛି। ଏହାପରେ ବୃନ୍ଦାବନ ପାଛିଆରେ ଥିବା ଚାଉଳ ଅନୁକୁ ଦେଖାଇଲେ ଏବଂ ଉତ୍ସାହିତ ଅନୁ ଅବିଳମ୍ବେ ତାର କିୟଦଂଶକୁ 3 ଜଣଙ୍କ ସକାଶେ ଅନ୍ନ ପ୍ରସ୍ତୁତ କଲା। ସକାଳେ ଓଳିଯାକ ଇତସ୍ତତ ବୁଲାବୁଲି କରି ଅନୁ କେରାଏ ଶାଗ ଓ ମେଞ୍ଚାଏ କଅଁଳ ତେନ୍ତୁଳି ପତ୍ର ସଂଗ୍ରହ କରିଥିଲା। ସେତକ ସହଯୋଗେ ବୃନ୍ଦାବନ ବହୁଦିନ ପରେ ବଡ଼ ପରିତୃପ୍ତି ସହକାରେ ଭୋଜନ କଲେ। ଆହା, ଏକଦା ଝିଅର ନାମ ଅନ୍ନପୂର୍ଣ୍ଣା ରଖିବା ପଛରେ ତାଙ୍କର ଓ ତାଙ୍କ ପରଲୋକଗତା ସ୍ତ୍ରୀ କେତେ ଆଶା ଓ ଅସ୍ପୃହ ନଥିଲେ ସତେ। ସେ ରାତିଟା ଥିଲା ପୂର୍ଣ୍ଣିମାର ପାଖାପାଖି ତିଥି। ଯଦିଓ ଅନୁର୍ଭବ ମେଘମାଳା ତଳେ ଜହ୍ନ ଦିଶୁଥିଲା ଅତ୍ୟନ୍ତ ମ୍ଳାନ। ଉପୂର୍ଯ୍ୟ ପରି ଝଡ଼, ବନ୍ୟା ଓ ମହାମାରୀ ବିଧ୍ୱସ୍ତ ହୋଇ ଗ୍ରାମଗୁଡ଼ିକ ଉପରେ ସେ କାଳର ରାତି ଟାଣି ଦେଉଥିଲା। ମୃତ୍ୟୁହୀନ ସ୍ତବ୍ଧତାର ଆବରଣ। ସେ ରାତିର ପ୍ରଥମ ପ୍ରହରରେ ଧୂଳି ଧୂଳି ଈଷତ୍ ବର୍ଷା ହୋଇ ଛାଡ଼ି ଯାଇଥିଲା। ତାହାର କିୟତ୍କ୍ଷଣ ପରେ ଗ୍ରାମର ଉପାନ୍ତବର୍ତ୍ତୀ ଗଳିରୁ ଚିତ୍କାର ଶୁଭିଲା, ଚୋର ଚୋର। ସାଧାରଣ ସମୟରେ ଏଭଳି ଡାକରେ ଅବିଳମ୍ବେ ଭିଡ଼ ଜମିଯାଏ, ହୁଲ୍ଲୋଡ଼ରେ ଚତୁର୍ଦ୍ଦିଗ ଚମକିଯାଏ। କିନ୍ତୁ ଏହିସବୁ ଅନଟନ ନିପୀଡ଼ିତ ରାତିରେ ସେଭଳି ଚାଞ୍ଚଲ୍ୟର ସୃଷ୍ଟି ସମୟ ସାପେକ୍ଷ। ତଥାପି ସେ ରାତିରେ ବଡ଼ବାବୁଙ୍କର କେତେକ କର୍ମଚାରୀ ଦୂରାନ୍ତରୁ ଫେରୁଥିଲେ। ସେମାନେ ସମବେତ ଡାକହାକରେ ଅପେକ୍ଷାକୃତ ଶୀଘ୍ର ଏକ ଉତ୍କଣ୍ଠିତ ଜନସମାବେଶ ସମ୍ଭବ ହେଲା। ଚୋର କିନ୍ତୁ ଅଦୂରରେ ତୋଟା ଭିତରେ ଲୁଚି ଯାଇଛି। ବଡ଼ବାବୁଙ୍କ ଘରୁ ଶୀଘ୍ର ଗୋଟିଏ ଡେ ଲାଇଟ୍ ଜଳା ହୋଇ ଆସିଲା। ଏତଦ୍ ବ୍ୟତୀତ ଆସିଲା 2ଟି ଟର୍ଚ୍ଚ ଲାଇଟ୍ ଏବଂ କେତୋଟି ମଶାଲ ଓ ଲଣ୍ଠନ। ବେଶ କିଛି କାଳ ପରେ ଜନପଦର ସ୍ଥବିର ଜୀବନ ପ୍ରବାହ ଭିତରେ ଗୋଟିଏ ଘୂର୍ଣ୍ଣିର ସୃଷ୍ଟି ହୋଇଛି। ମୁହୂର୍ତ୍ତକ ପାଇଁ ହେଲେ ବି ସମସ୍ତେ ମୃତ୍ୟୁର ବିବର୍ଣ୍ଣ ଛାୟା ଦୂତ ସହିତ ସେମାନଙ୍କ ହା ହୁତାଶମୟ ଲଢ଼େଇ କଥା ଭୁଲିଯାଇ ଉତ୍ସାହରେ ଇତସ୍ତତ ଦୌଡ଼ିବାକୁ ଲାଗିଲେ। ଚୋର ଅଦୃଶ୍ୟ ହେବା ପୂର୍ବରୁ ଚୋରି ଜିନିଷ ତଳେ ଫୋପାଡ଼ି ଦେଇ ଯାଇଥିଲା। ବୃନ୍ଦାବନ ତାକୁ ଚିହ୍ନଟ କଲେ। ତାହା ହେଲା ଦାଣ୍ଡଘରେ ସେ ରଖିଥିବା ଚାଉଳ ବୁଜୁଳାଟି। ଅଚିରେ କ୍ଷୁଦ୍ରାୟତନ ଗହନ ତୋଟାଟିକୁ ଗ୍ରାମବାସୀମାନେ ଘେରିଗଲେ। ଅଧା ଅନ୍ଧାର ଅଧା ଆଲୁଅରେ ସେହି ବୁଭୁକ୍ଷ ମୂର୍ତ୍ତିଗୁଡ଼ିକ ଭିତରୁ ଏକ ନୂତନ ବୁଭୁକ୍ଷା ଜନ୍ମ ନେଇଥିଲା। ଚୋରକୁ ଦେଖିନେବାକୁ ହେବ। ସାର୍ବଜନୀନ କ୍ଷୁଧାର ଏହି ଆବର୍ତ୍ତ ଭିତରୁ ପୁଳାଏ ଆହରଣ ଅପହରଣ କରି ନେଇଯିବାର ଆସ୍ପର୍ଦ୍ଧା ଯାହାର। ଆରମ୍ଭ ହେଲା ସମବେତ ତର୍ଜନ ଗର୍ଜନ। ଲାଠି ଢେଲା ବା ଛୁରୀ ସଜ୍ଜିତ ଜନବଳୟଟି କ୍ରମେ ତୋଟାର ଚାରିଦିଗର କେନ୍ଦ୍ରଭାଗକୁ ଚିପି ହୋଇ ଆସୁଥାଏ। ସେ ଅବରୋଧକୁ ଅତିକ୍ରମ କରିଯିବା ଚୋର ପକ୍ଷରେ ହୁଏତ ସମ୍ଭବପର ହୋଇନଥାନ୍ତା। କିନ୍ତୁ ଉଗ୍ର ଉତ୍ତେଜନା ଭରା ସେହି ମୁହୂର୍ତ୍ତରେ ଦୁର୍ଭାଗ୍ୟକୁ ଡେ ଲାଇଟ୍ଟି ହଠାତ୍ ଲିଭିଗଲା ଏବଂ ସଭିଙ୍କର କିଂକର୍ତ୍ତବ୍ୟବିହୀନ ଅବସ୍ଥାରେ ସୁଯୋଗ ନେଇ ତୋଟା ଭିତରୁ ଚୋର ତାର ତୀର ଗତିରେ ନିଷ୍ପ୍ରାନ୍ତ ହୋଇ ଗ୍ରାମ ଭିତରକୁ ଛୁଟିବାକୁ ଆରମ୍ଭ କରିଦେଲା। ମେଘାଚ୍ଛନ୍ନ ଜହ୍ନ ଆଲୁଅରେ ତାର ଗତି ମାତ୍ର ବାରି ହେଉଥାଏ। ଚୁପ୍ ନୁହେଁ, ଯଥୋଚିତ କ୍ଷିପ୍ର ଗତିରେ ସଭିଏଁ ତାର ଅନୁଧାବନ କଲେ। ସେହି ପ୍ରତିଯୋଗିତା ଭିତରେ ଅପସୃୟମାଣ ଚୋରକୁ ଲକ୍ଷ୍ୟ କରି ବର୍ଷିତ ହେବାକୁ ଲାଗିଲା ଢେଲା, କାଠଖଣ୍ଡ ଇତ୍ୟାଦି। ସମସ୍ତେ ଏହା ବି ଲକ୍ଷ୍ୟ କଲେ ଓ ଲକ୍ଷ୍ୟ କରି ଚତୁର୍ଦ୍ଦିଗ ଉତ୍ସାହିତ ହେଲେ ଯେ ଚୋର ଢେଲା ମାଡ଼ରେ ତଳେ ପଡ଼ି ପୁଣି ଉଠି ଦୌଡ଼ିବାକୁ ଲାଗିଲା। ତାର ପତନ ଓ ଉତ୍ଥାନର ସେହି ଅବସରରେ ଜନତା ଓ ତାହା ଭିତରେ ବ୍ୟବଧାନ ସଂକୁଚିତ ହୋଇ ଆସିଲା। ସୁତରାଂ ବୃନ୍ଦାବନଙ୍କ ଘର ନିକଟକୁ ଆସି ସେ ସେଠାରୁ ଅଦୃଶ୍ୟ ହୋଇଯିବା ଫଳରେ କାହାରି ସନ୍ଦେହ ରହିଲା ନାହିଁ ଯେ ତାଙ୍କ ବାଡ଼ିରେ ସେ ଆଶ୍ରୟ ନେଇଛି। ଜନତା ଯଥାଶୀଘ୍ର ବାଡ଼ି ଭିତରେ ସମସ୍ତ ସମ୍ଭାବ୍ୟ ସ୍ଥଳକୁ ଖେଦି ଯାଇ ତନ୍ନ ତନ୍ନ ଅନୁସନ୍ଧାନ କରିବାକୁ ଲାଗିଲେ। ଘର ଭିତରେ ମଧ୍ୟ ପଶିଲେ, କିନ୍ତୁ ନା, ଘର ଭିତରେ କେହି ଆତ୍ମଗୋପନ କରିଥିଲେ ଅନୁ ଅତ୍ୟନ୍ତ ଜାଣିଥାନ୍ତା। ଏତିକି ବେଳେ ଘର ପଛପଟେ ଆମ୍ବ ଗଛରୁ କେହି ତଳକୁ ଡେଇଁ ପଡ଼ି ଦୌଡ଼ି ପଳାଇବା ଭଳି ଶବ୍ଦ ଶୁଣି ଜନତା ତତ୍କ୍ଷଣାତ୍ ସେହି ଦିଗରେ ଧାବମାନ ହେଲେ। କିନ୍ତୁ ଏକା ବୃନ୍ଦାବନ ପୁତ୍ତଳିକା ଭଳି ଛିଡ଼ା ହୋଇ ରହିଲେ। ସିଏ ଜାଣିଥିଲେ କିଛିଦିନ ହେଲା ମାଈ ମାଙ୍କଡ଼ଟିଏ ତାର ସଦ୍ୟଜାତ ଶିଶୁକୁ ଦନ୍ତାକବଳରୁ ରକ୍ଷା କରିବା ନିମନ୍ତେ ସେହି ଗଛରେ ଆଶ୍ରୟ ନେଇଥିଲା। ସେଇ ନିଶ୍ଚିନ୍ତ ଡେଇଁଥିବ। ତା ଛଡ଼ା ସେ ଆଉ ଗୋଟିଏ କଥା ଜାଣିଥିଲେ, ଯାହା ଜନତା ଜାଣିନଥିଲେ। ସେ କଥା ହେଲା, ସେଦିନ ଖିଆପିଆ ପରେ ବେଳବୁଡ଼ା ପୂର୍ବରୁ ଅନୁକୁ ସେ କିଛି ଚାଉଳ ଦେଇ ତା ଶ୍ୱଶୁର ଘରକୁ ବିଦାୟ କରି ଦେଇଥିଲେ। ଅନୁ ତାଙ୍କୁ ନିଜେ ପ୍ରଣାମ କରି ଓ ଟିକି ପୁଅକୁ ପ୍ରଣାମ କରାଇ ଆଖି ପୋଛି ପୋଛି
କ୍ରମେ ଗାଁ ମୁଣ୍ଡକୁ ନିର୍ଜନ ତୋଟା ଟପି ଅଦୃଶ୍ୟ ହୋଇଯାଇଥିବା ଯାଏ ବୃନ୍ଦାବନ ତା'ର ଗତିପଥକୁ ଅନାଇ ରହିଥିଲେ। ପିତା ଓ ପୁତ୍ରୀ ମୁହାଁମୁହିଁ ଛିଡ଼ା ହୋଇଥିଲେ। ବୃନ୍ଦାବନ ଲଣ୍ଠନଟି ତଳେ ଥୋଇ ଦେଇ ଏକ ଅଶ୍ରୁତପୂର୍ବ ଭୀତସ୍ୱରରେ ପଚାରିଲେ, ତୁ ପୁଅକୁ ଘରେ ଛାଡ଼ି ଏହି ଅନ୍ଧାର ବର୍ଷାରେ ପୁଣି 2 କୋଶ ବାଟ ଆସିଥିଲୁ ମା? ଅନୁ ଥରି ଥରି ବୃନ୍ଦାବନ ଗୋଡ଼ ତଳେ ବସି ପଡ଼ିଲା। ତା ପିଠିରେ ଗଭୀର କ୍ଷତ, ଶାଢ଼ୀ ରକ୍ତାକ୍ତ। ବୃନ୍ଦାବନ ତାକୁ କୁଣ୍ଢାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ଏଇ ତାଙ୍କର ଅଳିଅଳି ଅନୁ, ଯାହାର ନାମ ଅନ୍ନପୂର୍ଣ୍ଣା। ସମାପ୍ତ।